ଚିହ୍ନ କ'ଣ? ମତ୍ତତା, ମଦ୍ୟପାନ, ତାପରେ ଜୀବିକା ସମ୍ବନ୍ଧୀୟ ଚିନ୍ତାରେ କ'ଣ ହେବେ? ଜୀବିକା ସମ୍ବନ୍ଧୀୟ ଚିନ୍ତାରେ କ'ଣ ଥିବେ? ଭାରଗ୍ରସ୍ତ ହେଇକି ଲୋକମାନେ ଥିବେ। ଜୀବିକା କେମିତି ଚଳିବୁ, କେମିତି ଖାଇବୁ, କେମିତି ବଞ୍ଚିବୁ, କେମିତି କମାଇବୁ, ଏଇ ଚିନ୍ତା ଲୋକମାନେ ମାତି କରିଥିବେ ତାକୁ କମାଇବା ପାଇଁ। ଏ ପାଠ ପଢ଼ାରେ ଝିଅମାନଙ୍କୁ ଦେଖ, ପାଠ ବୋଲେ ପାଠ, ମା କିଛି କାମ ତିଆରି କରିବେ କି? ମତେ କହିବୁ ନାହିଁ ମୁଁ ପାଠ ପଢୁଛି, ଏତିକି ପଢି କେତେ ମାର୍କ ଆଣିଛନ୍ତି ପଚାର, ପଚାର। ପାଠଟା ନାହିଁ, ଖାଲି ଗୋଟେ ମୋବାଇଲ ମିଳିଗଲା, କ'ଣ କରିବ? ଏବେ ପିଲାମାନଙ୍କୁ ଆମେ ଭାବିଲୁ କ'ଣ? ଆମର ଝିଅମାନେ ବଡ଼ ହେଲେ ଆମର ଦୁଃଖର ଦିନ ଯିବ ବୋଲା ବେଳକୁ ଦୁଃଖ ଆରି ଡବଲ ହେଇଯାଇଛି। ମୋର ପୁଅ ବଡ଼ ହେଲେ ବୋଲେ ମୋର ଚିନ୍ତା ଯିବ ବୋଲା, ସେ ପୁଅ ବଡ଼ ହେଲାରୁ ଅଧିକ ଚିନ୍ତା। ତ ଶେଷ କାଳରେ ଗୋଟିଏ ବିଷୟ ହେଉଛି କ'ଣ? ଲୋକ ମଦ୍ୟପାନ ଆଉ ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ଥିଲେ। ତାପରେ କ'ଣ ଲେଖାଯାଉଛି? ଆଉ ସେଇଦିନ ହଠାତ୍ ତୁମମାନଙ୍କ ଉପରେ ପଡ଼େ। ଆଉ ସେଇଦିନ କ'ଣ ହବ? ହଠାତ୍ ତୁମମାନଙ୍କ ଉପରେ ପଡ଼େ, କାରଣ ତାହା ଭାଣ୍ଡ ସ୍ୱରୂପ ସମଗ୍ର ପୃଥିବୀ ନିବାସୀମାନଙ୍କ ଉପରେ ଆସିବ। ଆମର ପାଇଁ ନାହିଁ, ଏ ମୁଣ୍ଡାଗୁଡ଼ା, ସନ୍ତୋଷପୁର, ଜୟପୁର, କୋରାପୁଟ, କଟକ ପାଇଁ ନାହିଁ। ଏଟା କ'ଣ ପାଇଁ? ସମୁଦାୟ ଜଗତର ଲୋକ ପାଇଁ ଏ ତିନିଟା ଫାନ୍ଦ ଥିବ। ଏ ଫାନ୍ଦରେ କିଏ ହେଲେ କୋଉ ଫାନ୍ଦରେ ପଡ଼ିଥିବ? ସେ ଜୀବିକା ଚିନ୍ତାରେ ପଡ଼ିଥିବ, ନହେଲେ ମଦ ପିଇବାରେ ପଡ଼ିଥିବ, ନହେଲେ ଚାକିରି ହେଇକରି ବୁଲୁଥିବ। ଏବେ ଆମର ପିଲାମାନେ ପାଠ ସିନା ପଢୁଛନ୍ତି, ଚାକିରି କୋଉଠି ମିଳିବ କି? ନାହିଁ। ଏ ସରକାର ଚାକିରି ଦେବା ସରକାର ନାହିଁ, ଚାକିରି ନେବା ସରକାର। ଆଗେ ପେନସନ ବନ୍ଦ କଲେ ସେ ଡୋଗରା, ଏବେ ଏ ଡୋଗରା ଆସି ଚାକିରି ବନ୍ଦ କରିଦେଇଛି। ଭାବି ଦେଖ କେମିତି ଗ୍ୟାରେଣ୍ଟି ଉପରେ ଗ୍ୟାରେଣ୍ଟି ଦଉଛି। ପ୍ରିୟ ଭାଇ ଭଉଣୀ ମାନେ, ଆଗାମୀ ସମୟ ଦେଖିବେ ପୃଥିବୀର ପରିସ୍ଥିତି ଏତେ ମାରାତ୍ମକ ହେବ ଯେ ଲୋକମାନେ ବଞ୍ଚିବା ପାଇଁ କଷ୍ଟ ହବ। ସମୁଦାୟ ପୃଥିବୀ ଉପରେ ଏଟା ଫାନ୍ଦ ସ୍ୱରୂପ ଆସିବ। ସେଇଥିପାଇଁ ଏଇ ଶେଷ ମୁହୂର୍ତ୍ତରେ ଆମେ କେମିତି ବଞ୍ଚିବା? ଯଦି ଆପଣ ଏଇ ସବୁ ଫାନ୍ଦରେ ପଡ଼ିଥିବେ, ଆପଣ ବାହାରି ପାରିବେ ନାହିଁ। ଭଉଣୀ ମାନେ ସକାଳୁ ଉଠିଲା ବେଳୁ ଖାଲି ରାନ୍ଧା ବାଇବଲ ପଢିବାକୁ। ଏବେ ଭଉଣୀ ମାନେ ପ୍ରାର୍ଥନା ଆସୁଛନ୍ତି, କେତେ ରାନ୍ଧି କରି ଆସିନଥିବେ ବୋଲେ ଘରେ ଗଲେ ହୁଡ଼ା ଶୁଣିବେ। ପ୍ରାର୍ଥନା କଲା କେତେବେଳେ ରାନ୍ଧିବ ବି ଦେଖିବା ପରା। ଯଦି ଆପଣ ରାନ୍ଧି କରି ଯାଇଛନ୍ତି କ'ଣ ବୋଲି କହୁଥିବେ? ଏ ଦେ ଖାଇବା ଟାଇମ୍ ଆସିବାଟା, ଖାଇବା ଡୁମା ମାନେ ଖାଲି ଖାଇବା ଚିନ୍ତା ଆକା। ତମକୁ କାହିଁକି ବାହା ହେଇଛନ୍ତି? ଦେଖନ୍ତୁ, ଝିଅ ଦେଖିବା ଗଲେ ପ୍ରଥମରେ କ'ଣ ପଚାରିବେ? ହଇ ମା କେତେ ପଢିଛୁ? ଏ ବାଚାର ଡୋକରୀ ମାନେ ପାଠ ପଢି ନଥିବେ, ତାକୁ ଇଣ୍ଟରଭ୍ୟୁ କେତେ ପଢିଛୁ, କୋଉ କ୍ଲାସ୍ ଯାଇ ପଢିଛୁ, ପ୍ରଥମରେ ପାଠ